ଭାରତ ମହାସାଗରରେ ଭାରତର ଶକ୍ତି ବଢ଼ିଛି। ଚୀନ ଏବଂ ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ଆଇଏନ୍ଏସ୍ ଇମ୍ଫାଲ ପ୍ରସ୍ତୁତ ଅଛି। ସ୍ୱଦେଶରେ ନିର୍ମିତ ଷ୍ଟିଲ୍ ଗାଇଡେଡ୍ ମିସାଇଲ୍ ବିଧ୍ୱଂସକ ଆଇଏନ୍ଏସ୍ ଇମ୍ଫାଲ ମଙ୍ଗଳବାର ମୁମ୍ବାଇ ନୌସେନାରେ ସମାରୋହରେ ନୌସେନାରେ ସାମିଲ ହୋଇଛି। ଏହି କାର୍ଯ୍ୟକ୍ରମରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଭାରତୀୟ ନୌସେନାର ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭାଗ ନେଇ ରାଜନାଥ ସିଂ କହିଛନ୍ତି, ଆଇଏନ୍ଏସ୍ ଇମ୍ଫାଲର ସବୁଠାରୁ ବଡ଼ ଶକ୍ତି ହେଉଛି ଏହା ସମ୍ପୂର୍ଣ୍ଣ ରୂପେ ସ୍ୱଦେଶରେ ନିର୍ମିତ ଯୁଦ୍ଧପୋତ। ଆଇଏନ୍ଏସ୍ ଇମ୍ଫାଲ ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ଟ୍ରେଡ୍ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ଏକ ଦ୍ୱୀପ ଦେଶ ଅଟେ। ଜିଓଗ୍ରାଫି ଦୁଇ ପ୍ରକାର ହୋଇଥାଏ, ଫିଜିଲକ୍ ଜିଓଗ୍ରାଫି ଓ ହ୍ୟୁମାନ୍ ଜିଓଗ୍ରାଫି। ଫିଜିଲକ୍ ଜିଓଗ୍ରାଫିରେ ପାହାଡ଼ ଓ ଭ୍ୟାଲି ଆସିଥାଏ, ଅନ୍ୟପଟେ ହ୍ୟୁମାନ୍ ଜିଓଗ୍ରାଫିରେ ମନୁଷ୍ୟ ସମାଜ ଓ ସଭ୍ୟତା ଆସିଥାଏ। ଉତ୍ତରରେ ହିମାଳୟ ଓ ପଶ୍ଚିମରେ ପାକିସ୍ତାନ ସହ ଶତ୍ରୁତା ଯୋଗୁଁ ସେପଟୁ ଆମର ବାଣିଜ୍ୟ ହୋଇପାରୁନାହିଁ। ଆମର ଅଧିକାଂଶ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସମୁଦ୍ର ଦ୍ୱାରା ହେଉଛି। ରାଜନାଥ ସିଂ କହିଛନ୍ତି, ଆଜିକାଲି ସାମୁଦ୍ରିକ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ବଢ଼ୁଥିବା ଶକ୍ତିର ସମସ୍ତେ ଈର୍ଷା କରୁଛନ୍ତି। ଆରବ ଓ ଲାଲ ସାଗରରେ ଜାହାଜ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ଭାରତ ଗମ୍ଭୀରତାର ସହ ନେଇଛି। ଭାରତୀୟ ନୌସେନା ସମୁଦ୍ରରେ ନିଜର ନିରୀକ୍ଷଣକୁ ବଢ଼ାଇଛି। ଯେଉଁମାନେ ଭାରତ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେମାନଙ୍କୁ ଆମେ ସମୁଦ୍ର ତଳୁ ବି ଖୋଜି ବାହାର କରିବୁ। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।